ବରଗଡ଼ ଜିଲ୍ଲା ସାଲେପାଲି ଗ୍ରାମର ସାଧୁ ସାହୁ ବୟସ 40 ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପୁଅ ଆଶିଷ ସାହୁ ଅଭିଯୋଗ କରିଛନ୍ତି। ଏବେ ସାଧୁ ସାହୁଙ୍କ ଶବ ଭେଡ଼େନ ଥାନା ଆଗରେ ରଖି ଗ୍ରାମବାସୀମାନେ ଥାନା ଘେରାଉ କରିଛନ୍ତି। ଆଶିଷ ସାହୁ ଅଭିଯୋଗ କରିଛନ୍ତି 29 ତାରିଖ ଦିନ ସନ୍ଧ୍ୟା 7ଟା ବେଳେ ସୁନାଧର ସାଥୁଆ ଏବଂ ଶିଶିର ପ୍ରଧାନ ନାମକ ବ୍ୟକ୍ତି ମୋଟର ସାଇକେଲରେ ତାଙ୍କ ବାପାଙ୍କୁ ଘରୁ ଜବରଦସ୍ତି ଉଠାଇ ନେଇଥିଲେ। ପରେ ଘର ଲୋକେ ତାଙ୍କୁ ଖୋଜାଖୋଜି କରି ପାଇନଥିଲେ ଏବଂ ସୁନାଧର ସାଥୁଆକୁ ପଚାରିବାରୁ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ପରେ ସାଧୁ ସାହୁଙ୍କୁ ତାଙ୍କ କ୍ଷେତରୁ ମୁମୂର୍ଷୁ ଅବସ୍ଥାରେ ରାତି 1ଟା ବେଳେ ପାଇଥିଲେ ଏବଂ ତାଙ୍କୁ ବରପାଲି ହସ୍ପିଟାଲକୁ ତାପରେ ବୁର୍ଲା ହସ୍ପିଟାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବାପାଙ୍କୁ ଜବରଦସ୍ତି ବିଷ ପିଆଇ ହତ୍ୟା କରାଯାଇଛି ବୋଲି ଆଶିଷ